ଜହ୍ନ ରାତିରେ ପରୀମାନେ ପୃଥିବୀ ପୃଷ୍ଠକୁ ଆସନ୍ତି। ଠିକ୍ ସେମିତି ଗୋଟିଏ ପରୀ ଏହି ସୁନ୍ଦର ସରୋବର କୂଳକୁ ଆସେ। ମନ ଭରି ଗାଧାଏ, ଆଉ ତାପରେ ଏ ପାଖ ବଣ ଜଙ୍ଗଲରେ ଘୁରି ବୁଲେ। ଆଉ ରାତି ପାଇବା ପାଇବା ହେଲେ ପୁଣି ତା ପରିରାଇଜକୁ ଫେରିଯାଏ। ଦିନକର କଥା, ସେଦିନ ଥାଏ କୁଆଁର ପୁନେଇ ରାତି। ଆକାଶରେ ତୋଫା ଜହ୍ନ। ସେଇ ରାତି ପରୀ ସରୋବରକୁ ଆସିଥାଏ। ମନ ଖୁସିରେ ସରୋବରର ଶୀତଳ ଜଳରେ ଗାଧୋଉଥାଏ। ଠିକ୍ ସେତିକି ବେଳେ ନନ୍ଦୁ ମାଛ ଧରି ଫେରୁଥାଏ। ନନ୍ଦୁ ସବୁଦିନ ମାଛ ଧରି ଆସି ସରୋବରର ସେଇ ତୁଠରେ ଧୁଆଧୋଇ ହେଇ ଘରକୁ ଫେରେ। ସେଦିନ ନନ୍ଦୁ ସେ ତୁଠରେ ପହଞ୍ଚିଲା। ହଠାତ୍ ତା ନଜର ପଡ଼ିଲା ତୁଠରେ ହଳେ ସୁନ୍ଦର ଜୋତା ଉପରେ। ଆରେ, ଭାରି ସୁନ୍ଦର ଜୋତା ହଳେ ତ। ହେଲେ ରାତିରେ ଏଠିକି କିଏ ଆସିଛି? ନା, କେହି ତ କୁଆଡ଼େ ଦେଖାଯାଉନାହାନ୍ତି। ଆକୁ ବୋଧେ କିଏ ଦିନରେ ଛାଡ଼ିକି ଯାଇଛି। ଏତେ ସୁନ୍ଦର ଜୋତା ମୁଁ ଆଗରୁ କେବେ ଦେଖିନଥିଲି। ଆକୁ ମୋ ବୋଉ ପାଇଁ ନେଇଯାଉଛି। ସିଏ ଜୋତା ଦେଖି ଭାରି ଖୁସି ହବ। କିଛି ସମୟ ପରେ ପରୀ ଗାଧୁଆ ପାଧୁଆ ସାରି କୂଳକୁ ଆସିଲା। ଦେଖିଲା ତାର ଉଡ଼ନ୍ତା ଜୋତା ନାହିଁ। ସେ ଏଣେ ତେଣେ ଖୋଜିବାକୁ ଲାଗିଲା, ହେଲେ ଆଖପାଖରେ କୋଉଠି ବି ତା ଜୋତା ଦିଶିଲା ନାହିଁ। ସେ ଅସ୍ତବ୍ୟସ୍ତ ହୋଇପଡ଼ିଲା। ସେଇ ଉଡ଼ନ୍ତା ଜୋତା ସାହାଯ୍ୟରେ ପରୀ ଆକାଶରେ ଉଡ଼ିପାରେ। ଜୋତା ନ ପିନ୍ଧିଲେ କେମିତି ଉଡ଼ିବ, ନା କେମିତି ପୁଣି ପରିରାଇଜକୁ ଫେରିବ? ତେଣୁ ସେ ଭାରି ଚିନ୍ତାରେ ପଡ଼ିଲା। ନିରାଶ ହେଇ ସାରା ରାତି ବଣ ପାହାଡ଼ରେ ଘୁରି ବୁଲିଲା, ହେଲେ କୋଉଠି ତା ଜୋତା ପାଇଲା ନାହିଁ। ତେଣୁ ସେଦିନ ଆଉ ସେ ପରିରାଇଜକୁ ଫେରିପାରିଲା ନାହିଁ। ଦିନରେ ତାକୁ କେହି ଦେଖିଦେବ ବୋଲି ସେ ସରୋବରରେ ଜଳପରୀଟିଏ ପରି ଲୁଚି ରହିଲା। ଏମିତି ଦିନେ ନୁହଁ କି 2 ଦିନ ନୁହଁ, କିଛି ଦିନ ବିତିଗଲା। ଜୋତା ନ ପାଇବାରୁ ପରୀଟି ସେଇ ସରୋବରରେ ରହିବାକୁ ବାଧ୍ୟ ହେଲା। ଦିନବେଳା ସରୋବରରେ ଲୁଚେ, ଆଉ ରାତି ହେଲେ ବଣ ପାହାଡ଼ରେ ବୁଲେ। ଦିନକର କଥା, ସେଦିନ ଥାଏ ରବିବାର। ନନ୍ଦୁ ବଡ଼ି ଭୋରୁ ସରୋବରକୁ ମାଛ ଧରିବାକୁ ବାହାରି ପଡ଼ିଲା। ବୋଉ, ମୁଁ ମାଛ ଧରିବାକୁ ଯାଉଛି। ତୁ 2 ଘଣ୍ଟା ଛାଡ଼ି ମୋ ପାଖକୁ ଯିବୁ। ଆରେ ମୁଁ କାହିଁକି ଯିବି? ତୁ 2ଟା ଚୁଡ଼ା କି ମୁଢ଼ି ଏକାଥରେ ଖାଇ ଦେଇକିରି ଯାଉନୁ। ନା ନା, ଖାଇବା ନେଇ ଯିବା କଥା କହୁନି। 2-3 ଘଣ୍ଟାରେ ଯେତିକି ମାଛ ପଡ଼ିଥିବ ତାକୁ ତୁ ନେଇ ଆସିବୁ। ଆଜି ଭଲ କି ମସଲା ବେସର ଦେଇ ରୋଷେଇ କରିବୁ। ମୁଁ ଏକାଥରେ ମାଛ ଭାତ ଖାଇବି। ତାପରେ ଯାହା ମାଛ ଧରିଥିବି ତାକୁ ନେଇ ବଜାରକୁ ବିକିବାକୁ ଯିବି। ହଉ ଠିକ୍ ଅଛି, ତୁ ଯା। ମୁଁ ବାସି ପାଇଟି ସାରିକି ତୋ ପାଖରେ ପହଞ୍ଚିବି। ଯା। ଏତେ ଦିନ ହବ ମାଛ ଧରିଲିଣି, କେବେ ଗୋଟେ ବଡ଼ ମାଛ ମୋ ଭାଗ୍ୟରେ ନାହିଁ। କେତେ ଦିନ ଆଉ ଏମିତି ଚାଲିବ? ଆଜି ଯଦି ବଡ଼ ମାଛ ଗୋଟେ ପଡ଼ନ୍ତା, ତାକୁ ବିକି ମୁଁ ଗୋଟେ ଟିଙ୍ଗିଟେ ତିଆରି କରନ୍ତି, ଆଉ ବଡ଼ ଜାଲଟେ କିଣନ୍ତି। ସରୋବରର ମଝିକୁ ଯାଇ ବହୁତ ମାଛ ଧରନ୍ତି। ଏମିତି ଭାବି ଭାବି ସେ ସରୋବର କୂଳରେ ଚାଲିଥାଏ। ସେଦିନ ଥାଏ ଭାରି ମନମତାଣିଆ ଭୋର। ଆକାଶରେ ପାନ୍ତି ତାରା ବୁଡ଼ିବା ବୁଡ଼ିବା ହେଉଥାଏ। ବେଳେବେଳେ ଏମିତି ସୁନ୍ଦର ସମୟରେ କିଛି ଚମତ୍କାର ଘଟଣା ଘଟିଥାଏ। ଭାବୁଥିବା କଥା ଅଚାନକ ସତ ହେଇଯାଏ। ସେଦିନ ସେମିତି ଲାଗୁଥିଲା। ସବୁଦିନ ସେ ଯୋଉଠି ବସେ ଠିକ୍ ସେଇଠି ଯାଇ ବସିଲା। ବନିଶୀ କଣ୍ଟାରେ ଥୋପ ଗୁନ୍ଥି ପକାଉଥାଏ। ହେଲେ ସେଦିନ କାହିଁକି କେଜାଣି ଗୋଟିଏ ବି ମାଛ ପଡ଼ୁନଥାନ୍ତି। ଭାବିଥିଲି ଆଜି ଭଲ ମାଛ ପଡ଼ିବ, ହେଲେ ମାଛ ନା ଫାଛ, ମୁଣ୍ଡି କେରାଣ୍ଡିଟେ ନାହିଁ। ବିକିବା ତ ଦୂର କଥା, ଖାଇବାକୁ ବି 2ଟା ମାଛ ନାହିଁ। ସେପଟେ ବୋଉକୁ କହିଦେଇ ଆସିଥିଲି, ସିଏ ପୁଣି ଆସିବଣି। ଧେତ୍, ମୋ ଭାଗ୍ୟ ଖରାପ। ଆରେ ଗୋଟେ ଗାମୁଛା ଫାମୁଛା ମୁଣ୍ଡରେ ପକେଇଲୁନି, ଏ ଖରା ହବନି। ହଁ, ଆଣିଛି। ଆଉ ଦେ, କ'ଣ ଧରିଛୁ ଦେ। ଏପର୍ଯ୍ୟନ୍ତ କିଛି ପଡ଼ିନି, ଆଉ ଟିକେ ସମୟ ରହ। ଯଦି ପଡ଼ିଲା ପଡ଼ିଲା, ନହେଲେ 2 ଜଣ ଯାକ ଘରକୁ ପଳେଇବା। ଆଲୋ, ମୋ ପୁଅ ଆଜି ମାଛ 2ଟା ଖାଇବ ବୋଲି ମନ କରିଥିଲା। ଏ ପୋଡ଼ା ମୁହାଁ ମାଛ କୋଉ ଗାତରେ ନୁଚିଛନ୍ତି କେଜାଣି। ହଉ ଛାଡ଼, ଆଜି ବେସର ଦେଇ 2ଟା ଇଲିଶି ଶୁଖୁଆ ଚଡ଼ଚଡ଼ି କରିଦେମି। ତୁ ପେଟ ପୂରେଇକିରି ଖାଇବୁ। ହଉ ହଉ। ଆରେ ଏ ଜୋତା ପିନ୍ଧିଲା ବେଳକୁ ଭାରି ଗରମ ଲାଗୁଛି। ଏ ଦୂର ବାଟକୁ ଚାଲିକି ଯିବାକୁ ନୁହଁ,
ଖାଲି ଶୋ ପାଇଁ। ଦେଖୁନ ପାଦ କେମିତି ନାଲି ପଡ଼ିଗଲାଣି। ଟିକେ ପାଣିରେ ପାଦକୁ ବୁଡ଼େଇ ଦେ, ନହେଲେ ପାଦରେ ଫଟକା ହେଇଯିବ। ତାପରେ ନନ୍ଦୁର ବୋଉ ସେ ଉଡ଼ନ୍ତା ଜୋତା ଖୋଲିଦେଲା ଆଉ ତୁଠରେ ଗୋଡ଼ ଧୋଇଲା। ସେହି ସମୟରେ ପରୀ ସେଇ ପାଖରେ ବୁଲୁଥିଲା। ହଠାତ୍ ତା ନଜର ପଡ଼ିଲା ଉଡ଼ନ୍ତା ଜୋତା ଉପରେ। ସେ ଭାରି ଖୁସି ହେଇଗଲା। ଅନେକ ଦିନ ହବ ହଜିଥିବା ଜୋତା ଆଜି ତା ସାମ୍ନାରେ ଥିଲା। ତେଣୁ ସେ ଉପାୟଟି ପାଞ୍ଚିଲା। ଗୋଟିଏ ଇଲିଶି ମାଛ ରୂପରେ ନନ୍ଦୁର ବନିଶୀରେ ଫସିଲା। ହଠାତ୍ ତା ବନିଶୀର ଡୋର ଦୋହଲିବାକୁ ଲାଗିଲା। ଆରେ ଆରେ ରେ ଆରେ ଲାଗୁଛି ଗୋଟେ ବଡ଼ ମାଛ, ବହୁତ ବଡ଼ ମାଛ। କୋହଳ ଛାଡ଼େ, ନହେଲେ ସୂତା ଛିଡ଼େଇ ଦବ। ତାକୁ ଧୀରେ ଧୀରେ ଖେଳେଇ ଖେଳେଇ ଆଣେ। ହଁ, ତାପରେ ନନ୍ଦୁ ଧୀରେ ଧୀରେ ମାଛକୁ ଖେଳେଇ ଖେଳେଇ ପାଖକୁ ଆଣିଲା। ଆଉ ପାଣିରୁ ଉଠେଇ ଦେଖେ ତ ଗୋଟିଏ ବହୁତ ବଡ଼ ଇଲିଶି ମାଛଟେ। ନନ୍ଦୁ ଖୁସିରେ ଅଧୀର ହୋଇପଡ଼ିଲା। ଏଥର ତାର ସବୁ ସ୍ୱପ୍ନ ପୂରଣ ହେଇଯିବ। ହେଲେ ତାଜୁବ କଥା, ଇଲିଶିର ଡେଣା ପରି ଦୁଇଟି ହାତ ଥିଲା। ନନ୍ଦୁ ଡୋରର ସୂତାକୁ ହାତରେ ଧରିଥାଏ। ହଠାତ୍ ଇଲିଶି ତା ହାତ ବଢ଼େଇ ଦୁଇ ହାତରେ ଦୁଇ ଜୋତା ପିନ୍ଧିଦେଲା ଆଉ ତାପରେ ଉଡ଼ିବାକୁ ଲାଗିଲା। ନନ୍ଦୁ ଆଶ୍ଚର୍ଯ୍ୟ ହେଇଗଲା। ସେ ବନିଶୀ ଡୋରକୁ ଜୋର କି ଜାବୁଡ଼ି ଧରିଲା। ଏଥର ଉଡ଼ନ୍ତା ଇଲିଶି ସହ ନନ୍ଦୁ ବି ଆକାଶରେ ଉଡ଼ିବାକୁ ଲାଗିଲା। ମାଛ ରୂପରେ ଥିବା ପରୀ ଆକାଶରେ ଉଡ଼ୁ ଉଡ଼ୁ ନନ୍ଦୁକୁ ତାର ସବୁ କଥା କହିଲା। ଆଉ ନନ୍ଦୁ ପରୀର ଉଡ଼ନ୍ତା ଜୋତା ନେଇଥିବାରୁ ଭାରି ଦୁଃଖ ପ୍ରକାଶ କଲା। ତାପରେ ଉଡ଼ନ୍ତା ଇଲିଶି ନନ୍ଦୁକୁ ପୁଣି ସରୋବର କୂଳରେ ଛାଡ଼ିଦେଲା ଆଉ ନିଜ ଅସଲ ରୂପ ଧାରଣ କରି ଉଡ଼ିବାକୁ ତା ପର ଛାଡ଼ିଦେଲା। ପରୀର ପରରୁ ଖସି ପଡ଼ିଲା ଅନେକ ହୀରାଖଣ୍ଡ। ତାପରେ ପରୀ ପର ଛାଡ଼ି ତା ରାଇଜକୁ ଉଡ଼ିଗଲା। ନନ୍ଦୁ ଓ ତାର ମା ସେସବୁ ହୀରା ପାଇ ଖୁସିରେ ଦିନ କାଟିଲେ।